ବନ୍ଧୁଗଣ, ଆଜି ଆମେ ଜାଣିବା 28 ସେପ୍ଟେମ୍ବର 2024 ଶନିବାର ରାଶିଫଳ ବିଷୟରେ। ଏହି ଦୈନିକ ରାଶିଫଳ ଚନ୍ଦ୍ରଙ୍କ ଗୋଚର ଗଣନା ନେଇ ଆଧାରିତ ଅଟେ। ଏହି ଚନ୍ଦ୍ରଙ୍କ ଗୋଚର ଗଣନା ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ଆସନ୍ତୁ ସର୍ବେ ପ୍ରଥମେ ଆମେ ଜାଣିବା ଆଜିର ତିଥି ନକ୍ଷତ୍ର କ'ଣ ରହିଛି। ଆଜି ହେଉଛି 28 ସେପ୍ଟେମ୍ବର 2024 ଶନିବାର, ଅଶ୍ୱିନୀ ମାସ, କୃଷ୍ଣପକ୍ଷ, କନ୍ୟା 13 ଦିନ। ଆଜିର ସୂର୍ଯ୍ୟୋଦୟ ହେଉଛି 5ଟାରୁ 5ଟା 40 ଏବଂ ସୂର୍ଯ୍ୟ ଅସ୍ତ ହେଉଛି 5ଟାରୁ 5ଟା 35। ଆଜିର ଶୁଭ ବେଳା ହେଉଛି ଦିବା 6ଟା 25ରୁ ଦିବା 8ଟା 22। ଏହି ସମୟରେ ଆପଣମାନେ କୌଣସି ନା କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିପାରିବେ। ଶନିବାର ହେଉଛି ବିଛା, ଧନୁ ଏବଂ ମୀନ ରାଶିର ଘାତ ଏବଂ ଘାତ ଚନ୍ଦ୍ର। ଆଜିର ଦିନରେ କମଳା ଶାଗ ଏବଂ ଶିମ୍ବ ଭକ୍ଷଣ କରିବା। ବନ୍ଧୁଗଣ, ଆପଣମାନେ ଜାଣିଛନ୍ତି ରାଶି ଚକ୍ରରେ 12ଟି ରାଶି ଅଛି। ଏହି 12ଟି ରାଶି କେଉଁମାନଙ୍କର କ'ଣ ସବୁ ଦର୍ଶାଉଛି, ଆପଣଙ୍କର ଭାଗ୍ୟ କ'ଣ ରହିବ, ତା ସହିତ ଆପଣଙ୍କର ଦିନଟି କିପରି ଆମେ ଦେଖିନେବା ଏହି ଭିଡ଼ିଓରେ। ଆପଣମାନେ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆମର ପ୍ରଥମ ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଯାଇ ପହଞ୍ଚି ପାରିବ। ପ୍ରତିଦିନର ରାଶିଫଳ ଆପଣ ମଧ୍ୟ ଆମ ଚ୍ୟାନେଲରେ ପାଇପାରିବେ। ମେଷ ରାଶିଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ଏହି 12ଗୋଟି ରାଶିଚକ୍ର ଭିତରେ କ'ଣ ସବୁ ଦର୍ଶାଉଛି ଆପଣମାନେ ଜାଣିପାରିବେ। ଏବେ ଆସନ୍ତୁ ପ୍ରଥମେ ଜାଣିବା ପ୍ରଥମ ରାଶିଚକ୍ରର ପ୍ରଥମ ରାଶି ମେଷ ରାଶିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତିଙ୍କର ଆଜିର ଦିନଟି ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଅଛି। ଆପଣ ସଭା ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ମଧ୍ୟ ହୋଇପାରନ୍ତି। ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଛି। ଆଜିର ଦିନରେ ଆପଣ ଅନ୍ୟକୁ ସହଯୋଗ ସହାନୁଭୂତି ଦେଖାଇ ନିହାତି ପ୍ରଶଂସାର ପାତ୍ର ହୋଇପାରନ୍ତି। ଅନ୍ୟକୁ ଦାନ ଦକ୍ଷିଣା ଦେଇ ମଧ୍ୟ ଆପଣ କୌଣସି ଧାର୍ମିକ କାର୍ଯ୍ୟ କରିପାରନ୍ତି। ତା ସହିତ ଆଜି ଦିନରେ ଆପଣଙ୍କ ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ ହେବ। ତା ସହିତ ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟାବସ୍ଥାରେ ଆଜି ନୂତନ ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି, ଯାହାଫଳରେ କି ଆପଣ ଅତ୍ୟନ୍ତ ଶାନ୍ତ। ଆପଣଙ୍କ କର୍ମକ୍ଷେତ୍ରରେ ଆପଣ ଉତ୍ତୀର୍ଣ୍ଣ ପାଇପାରନ୍ତି। ପାରିବାରିକ ଏବଂ ସାଂସାରିକ ଜୀବନ ଆପଣଙ୍କର ଅତ୍ୟନ୍ତ ଶାନ୍ତିପ୍ରଦ ରହିବ। ତା ସହିତ ଆପଣଙ୍କର ଦିନଟି ଅତ୍ୟନ୍ତ ଶୁଭ ଏବଂ ଭଲରେ କଟିବାକୁ ଯାଉଛି। ତା ସହିତ ଆଜିର ଦିନଟି ଆପଣଙ୍କର ବହୁତ ଭଲରେ କଟିବା ପାଇଁ ଯାଉଅଛି। ବ୍ୟବସାୟରେ ଆପଣଙ୍କର ଉନ୍ନତି ଘଟିବ। ବନ୍ଧୁ ମିଳନର ଯୋଗ ମଧ୍ୟ ଅଛି। ସ୍ୱାସ୍ଥ୍ୟର ଉନ୍ନତି ଘଟିବା ସହିତ ମହିଳାମାନେ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ମଧ୍ୟ ରହିଅଛି। ତା ସହିତ ଆପଣ ଅତ୍ୟନ୍ତ ପୂଜ୍ୟ ପର୍ବଣରେ ଶାନ୍ତି ଅନୁଭବ କରିବାକୁ ଯାଉଛନ୍ତି। ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ମଙ୍ଗଳମୟ ହେବା ପାଇଁ ଯାଉଛି। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ରାଶିଚକ୍ରଙ୍କ ବିଷୟରେ। ଦ୍ୱିତୀୟ ରାଶିଚକ୍ର ହେଉଛନ୍ତି ବୃଷ ରାଶି। ବୃଷ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଭଲ ସମୟ କଟିବାକୁ ଯାଉଅଛି, ଯାହାଫଳରେ କି ଆଜିର ଦିନରେ ଆପଣ ଅତ୍ୟନ୍ତ ଶୁଭପ୍ରଦ ପାଇବା ପାଇଁ ଯାଉଛନ୍ତି। ଆପଣଙ୍କର ପ୍ରତିଟି କାର୍ଯ୍ୟ ଆଜି ସଫଳ ହେବା ପାଇଁ ଯାଉଅଛି। ଆପଣ ଯେଉଁ କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ଅତି ସହଜରେ ସେସବୁ ତୁଟେଇ ପାରିବେ, ଯାହାଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆଗରୁ ଲାଗି ରହିଥିବା ସ୍ୱାସ୍ଥ୍ୟର ସମସ୍ୟା ଏବେ ସମାପ୍ତ ହେବା ପାଇଁ ଯାଉଛି। ଆପଣଙ୍କ ଗୃହରେ ମଧ୍ୟ ଆଜି କୌଣସି ମାଙ୍ଗଳିକ କାର୍ଯ୍ୟ ହେବାର ଯୋଗ ରହିଅଛି। ତା ସହିତ କିଛି ଧାର୍ମିକ କାର୍ଯ୍ୟରେ ଆପଣ ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ତା ସହିତ ଆପଣ ମଧ୍ୟ ସମାଜରେ ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। କର୍ମ କ୍ଷେତ୍ରରେ ଉନ୍ନତି ଘଟିବା ସହିତ ଆପଣଙ୍କର ଲାଗି ରହିଥିବା କୋର୍ଟ କଚେରୀ ମାମଲା ଆଜି ମଧ୍ୟ ଶୁଭ ଫଳପ୍ରଦ ଦେଇପାରେ। ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ତୃତୀୟ ରାଶିଚକ୍ରଙ୍କ ବିଷୟରେ। ତୃତୀୟ ରାଶିଚକ୍ର ହେଉଛନ୍ତି ମିଥୁନ ରାଶି। ମିଥୁନ ରାଶିରେ ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି, ଯାହାଫଳରେ କି ଆଜି ଆପଣଙ୍କର ଅତ୍ୟନ୍ତ ଶୁଭ ଦିନ ଅଟେ। ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ଆପଣ ସେଥିରେ ସକ୍ସେସ୍ ପାଇବା ପାଇଁ ଯାଉଛନ୍ତି। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆଜି ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିପାରନ୍ତି, ଯାହା ସହିତ ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ଆପଣ ସନ୍ତାନ ପାଇଁ ଯେଉଁ ଚିନ୍ତା ଥିଲା ସେସବୁ ଏବେ ସମାପ୍ତ ହେବା ପାଇଁ ଯାଉଛି। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟର ସମସ୍ୟା ଏବେ ସମାପ୍ତ ହୋଇ ନୂତନ ସ୍ୱାସ୍ଥ୍ୟାବସ୍ଥା
ଆପଣଙ୍କର ସ୍ୱାସ୍ଥ୍ୟାବସ୍ଥା ବହୁତ ଭଲ ରହିବ, ଯାହାଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ପ୍ରତ୍ୟେକ ସମ୍ପତ୍ତିରୁ ମଧ୍ୟ ଅଚାନକ ଆଜି ଧନପ୍ରାପ୍ତି ହେବାର ଯୋଗ ରହିଛି। ଆପଣଙ୍କର ଦିନଟି ଆଜି ମଙ୍ଗଳମୟ ହେବା ସହିତ ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଛି। ଏବେ ଆସନ୍ତୁ ଜାଣିବା ଚତୁର୍ଥ ରାଶିଚକ୍ରଙ୍କ ବିଷୟରେ। ଚତୁର୍ଥ ରାଶିଚକ୍ର ହେଲେ କର୍କଟ ରାଶି। କର୍କଟ ରାଶିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲି ସାରିଲାଣି, ଯାହାଫଳରେ କି ସେମାନେ ପ୍ରତିଟି କାର୍ଯ୍ୟରେ ସଫଳତା ପାଇବା ସହିତ ଯେଉଁଥିରେ ହାତ ଦେବେ ସେଥିରେ ସକ୍ସେସ୍ ନିଶ୍ଚୟ ପାଇବେ। ଆଜିର ଦିନଟି ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ଆପଣ ଦୂର ସ୍ଥାନକୁ ଯାତ୍ରା କଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ଆପଣଙ୍କ ଗୃହରେ ମଧ୍ୟ ଆଜି କୌଣସି ମାଙ୍ଗଳିକ କାର୍ଯ୍ୟ ହେଇପାରେ, ଯାହାଫଳରେ କି ଆପଣ ମନକୁ ଅତ୍ୟନ୍ତ ଶାନ୍ତି ମିଳିବା ସହିତ ଆପଣ ବହୁତ ଖୁସି ଅନୁଭବ କରିବେ। ଆପଣଙ୍କର ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ସହିତ ଆଜିର ଦିନରେ ଆପଣଙ୍କ ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ କରିପାରନ୍ତି। ଆପଣ ସନ୍ତତି ପାଇଁ ଯେଉଁ ଚିନ୍ତା ଥିଲେ ସେସବୁ ଆଜି ସମାପ୍ତ ହେବା ପାଇଁ ଯାଉଛି। ଆପଣଙ୍କ ଗୃହରେ ଲାଗି ରହୁଥିବା କଳହ ଆଜି ସମାପ୍ତ ହେବା ପାଇଁ ଯାଉଅଛି। ଆପଣଙ୍କର ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଛି। ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। ତ ଏବେ ଆସନ୍ତୁ ଜାଣିବା ପଞ୍ଚମ ରାଶିଚକ୍ରଙ୍କ ବିଷୟରେ। ପଞ୍ଚମ ରାଶିଚକ୍ର ହେଉଛନ୍ତି ସିଂହ ରାଶି। ସିଂହ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଖୁବ୍ ଭଲ ସମୟ ଚାଲିଛି। ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଛି। ଆପଣ ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇବେ। ତା ସହିତ ଆପଣ କମ୍ ପରିଶ୍ରମ କରି ଆଶାଜନକ ଫଳପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି। ବନ୍ଧୁ ମିତ୍ରଙ୍କ ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତା ନୂତନ ପନ୍ଥା ଅନୁକରଣ କରି ଆପଣ ଅତ୍ୟନ୍ତ ଉଚ୍ଚମାନର ହେବେ। ଆପଣଙ୍କର ଲାଗି ରହିଥିବା କୋର୍ଟ କଚେରୀ ମାଲି ମକଦ୍ଦମା ସମସ୍ୟା ଏବେ ସମାପ୍ତ ହେବା ପାଇଁ ଯାଉଅଛି। ଆଜି ପ୍ରତିଟି କାର୍ଯ୍ୟରେ ଆପଣ ସଫଳତା ପାଇବା ସହିତ ଆପଣଙ୍କର ଦିନଟି ଆଜି ବହୁତ ଶୁଭ ହେବା ପାଇଁ ଯାଉଅଛି। ଜାଣିବା ଷଷ୍ଠ ରାଶିଚକ୍ରଙ୍କ ବିଷୟରେ। ଷଷ୍ଠ ରାଶିଚକ୍ର ହେଉଛନ୍ତି କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତିଙ୍କର ଆଜି ଅତ୍ୟନ୍ତ ଭଲ ସମୟ ଚାଲିବାକୁ ଯାଉଛି। ଆପଣ ଯେକୌଣସି କାର୍ଯ୍ୟ ଆଜି କରନ୍ତୁ ନା କାହିଁକି, ଆପଣଙ୍କ ପ୍ରତିଟି କାର୍ଯ୍ୟରେ ଆପଣ ସଫଳତା ପାଇବେ। ତା ସହିତ ଆପଣ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେଇପାରନ୍ତି। ରାଜନୈତିକ କ୍ଷେତ୍ରରେ ଆଜି ଆପଣ ଅତ୍ୟନ୍ତ କଠିନ ପରିଶ୍ରମ କରି ପ୍ରଶଂସିତ ପାଇପାରନ୍ତି। ଅନ୍ୟର ଉପକାର କରି ମଧ୍ୟ ଆପଣ ଅତ୍ୟନ୍ତ ପ୍ରଶଂସାର ପାତ୍ର ହୋଇପାରନ୍ତି। ସହକର୍ମୀ କେହି ଆପଣଙ୍କର କ୍ଷତି କରିବାକୁ ଚାହୁଁଥିଲେ ଅତି ସହଜରେ ସେସବୁ ଆପଣଙ୍କ ପାଖରୁ ଦୂରେଇ ଯିବ। ଆପଣଙ୍କର କୌଣସି କ୍ଷତି ସେ ଆଜି କରିପାରିବ ନାହିଁ। ଆପଣଙ୍କର ଏବେ ଶୁଭ ସମୟ ଚାଲିଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ହେବ। ଆଜିର ଦିନଟି ତ ଆପଣଙ୍କ ପାଇଁ ଅତ୍ୟନ୍ତ ବହୁତ ଭଲ ରହିଅଛି, ଯାହାଫଳରେ କି ଆପଣଙ୍କର ସମାଜରେ ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଛି। ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ଆପଣଙ୍କ ଦିନଟି ଅତ୍ୟନ୍ତ ଶୁଭରେ କଟିବ। ଏବେ ଆସନ୍ତୁ ଜାଣିବା ସପ୍ତମ ରାଶିଚକ୍ରଙ୍କ ବିଷୟରେ। ସପ୍ତମ ରାଶିଚକ୍ର ହେଉଛନ୍ତି ତୁଳା ରାଶି। ତୁଳା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିଛି, ଯାହାଫଳରେ କି ସେମାନେ କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ସାମାଜିକ ସ୍ଥିତି ମାନ ସମ୍ମାନ ବୃଦ୍ଧି ପାଇବା ପାଇଁ ଯାଉଛନ୍ତି। ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ପାଇଁ ଯାଉଛି। ପାରିବାରିକ ସମସ୍ୟା ଆପଣଙ୍କ ମଧ୍ୟରେ ଦୂରେଇ ଯାଇ ବୁଝାମଣା ସମାଧାନ ହେଇଯିବ। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବ। ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ ପ୍ରୟାସ କରିବେ। ବନ୍ଧୁ ମିତ୍ରଙ୍କ ସହଯୋଗ, ପ୍ରେରଣା, ଆର୍ଥିକ ସହାୟତା ଆପଣଙ୍କୁ ଅତ୍ୟନ୍ତ ସୁଖ ମିଳିବ। ଆପଣଙ୍କର ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ନୂତନ ପରିବର୍ତ୍ତନ ଆଜି ଦେଖାଦେବା ପାଇଁ ଯାଉଅଛି। କର୍ମ କ୍ଷେତ୍ରରେ ସହଯୋଗୀମାନେ ପୁନଃ ସହଯୋଗ କରିବା ସହିତ ଆପଣଙ୍କର ପରିଶ୍ରମର ଆଶାଜନକ ଫଳ ପ୍ରାପ୍ତି ହୋଇପାରନ୍ତି। ଆଜି ଦିନଟି ଆପଣଙ୍କର ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଅଛି, ଯାହାଫଳରେ ଆପଣ ପ୍ରତିଟି କାର୍ଯ୍ୟରେ ସଫଳତା ପାଇବେ। ଏବେ ଆସନ୍ତୁ ଜାଣିବା ଅଷ୍ଟମ ରାଶିଚକ୍ରଙ୍କ ବିଷୟରେ। ଅଷ୍ଟମ ରାଶିଚକ୍ର ହେଉଛନ୍ତି ବିଛା ରାଶି। ବିଛା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଏବେଠୁ ଚାଲିଛି, ଯାହାଫଳରେ କି ଆପଣ ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟରେ ଆପଣ ଅଧିକରୁ ଅଧିକ ଲାଭବାନ ହୋଇପାରନ୍ତି। ତା ସହିତ ଆପଣଙ୍କ ପାଖରେ ଅନ୍ୟ ଲୋକମାନେ ସହଯୋଗ ସହାନୁଭୂତି ମଧ୍ୟ ପାଇପାରିବେ, ଯାହାଫଳରେ କି ସମାଜରେ ଆପଣ ପ୍ରଶଂସାର ପାତ୍ର ହୋଇପାରନ୍ତି। ଅନ୍ୟକୁ ସାହାଯ୍ୟ ସହଯୋଗ ଦେଖାଇ ଦରିଦ୍ରମାନଙ୍କୁ କୌଣସି କାର୍ଯ୍ୟରେ ଦାନ କରି ଆପଣ ବହୁତ ପ୍ରଶଂସିତ ହୋଇପାରନ୍ତି। ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ଆପଣ ଆୟ ଉପାର୍ଜନ ବୃଦ୍ଧି ହେବା ସହିତ ଆପଣ ନୂତନ
ଜାଗା ଜମି ଗୃହ ମଧ୍ୟ ଆଜି କ୍ରୟ କରିପାରନ୍ତି। ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜି ଅତ୍ୟନ୍ତ ଭଲ ରହିବାକୁ ଯାଉଅଛି। ଅଟକିଥିବା କାର୍ଯ୍ୟ ଆଜି ସଫଳତା ମିଳିବ, ଯାହାଫଳରେ କି ଆପଣ ଅତ୍ୟନ୍ତ ଖୁସି ଅନୁଭବ କରିବେ। ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ଅତ୍ୟନ୍ତ ସୁଖ ସମୟ ଚାଲିବାକୁ ଯାଉଛି ଆଜିର ଦିନଟି। ଏବେ ଆସନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଆଜିଠାରୁ ଆରମ୍ଭ ହୋଇଛି, ଯାହାଫଳରେ କି ଆଜି ଠାରୁ ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ସହିତ ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳତା ହେବ। ଯେକୌଣସି କାମରେ ଆପଣ ଆଜି ହାତ ଦେବେ ଅତ୍ୟନ୍ତ ସଫଳତା ପାଇବେ। ଉଚ୍ଚାଧିକାରୀମାନଙ୍କ ଠାରୁ ମଧ୍ୟ ଆପଣ ସହଯୋଗ ସହାନୁଭୂତି ପାଇପାରନ୍ତି। ଗୃହପାଳିତ ପଶୁ ଓ ଯାନବାହନ ଇତ୍ୟାଦି ଆପଣ ଆଜି କ୍ରୟ କରିବାର ଯୋଗ ମଧ୍ୟ ରହିଛି। ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହିତ ସୁଖ ସମୃଦ୍ଧି ବୁଦ୍ଧି ଆପଣଙ୍କର ପାଇବା ପାଇଁ ଯାଉଛନ୍ତି। ଆପଣ ଅତ୍ୟନ୍ତ ଧାର୍ମିକ କାର୍ଯ୍ୟରେ ମନୋବଳ ଦେଇ ମନ ଆପଣଙ୍କର ଅତ୍ୟନ୍ତ ପ୍ରଶଂସିତ ରହିବ, ଯାହାଫଳରେ କି ଆପଣଙ୍କ ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ରହିଅଛି। ଆପଣଙ୍କର ଆଜିର ଦିନଟି ମା ଲକ୍ଷ୍ମୀଙ୍କ ଶୁଭ କୃପା ଦୃଷ୍ଟିରୁ ବହୁତ ଭଲରେ କଟିବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଅଛି। ଆଜି ତ ଆପଣଙ୍କ ଦିନଟି ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଅଛି, ଯାହାଫଳରେ କି ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ସହିତ ସୁଖ ଶାନ୍ତି ସମୃଦ୍ଧି ଆପଣ ବଜାୟ ରଖିବେ। ବିଜନେସ୍ କ୍ଷେତ୍ରରେ ଆପଣ ସଫଳତା ଅର୍ଜନ କରିବା ସହିତ ଅତି କମ୍ ପରିଶ୍ରମ କରି ଆଶାଜନକ ଫଳ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି। ରାଜନୈତିକ କ୍ଷେତ୍ରରେ ଆପଣଙ୍କର ଆଜି ଅତ୍ୟନ୍ତ ଭଲ ସମୟ ଚାଲିବାକୁ ଯାଉଅଛି। ଆଇନ ଅଦାଲତ କୋର୍ଟ କଚେରୀ ମାମଲା ଏସବୁ ଆଜିଠୁ ସମାପ୍ତ ହେବା ପାଇଁ ଯାଉଅଛି। ପ୍ରେମିକମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବା ପାଇଁ ଯାଉଛନ୍ତି। ଆଜିର ଦିନଟି ଆପଣଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ହେବା ପାଇଁ ଯାଉଅଛି। ତ ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତିଙ୍କର ସମାଜରେ କଲ୍ୟାଣକାରୀ କରି ଯଶ ମାନ ସମ୍ମାନ ପାଇବା ପାଇଁ ଯାଉଛନ୍ତି। ଆଜିର ଦିନଟି ଆପଣଙ୍କର ଅତ୍ୟନ୍ତ ଶୁଭ ହେବା ପାଇଁ ଯିବା ସହିତ ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଅଛି, ଯାହାଫଳରେ କି କର୍ମ କ୍ଷେତ୍ରରେ ଉପରିସ୍ଥ ଆପଣଙ୍କର କରି କୃପା ଲାଭ କରିପାରନ୍ତି। ଅନ୍ୟକୁ ସାହାଯ୍ୟ ସହଯୋଗ କରି ଆପଣ ଅତ୍ୟନ୍ତ ମାନ ସମ୍ମାନ ଯଶ ସମାଜରେ ପ୍ରତିଷ୍ଠା କରିପାରନ୍ତି। ରାଜନୈତିକ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବା ସହିତ ଅତ୍ୟନ୍ତ ପ୍ରଶଂସିତ ମଧ୍ୟ ହୋଇପାରନ୍ତି। ଧାର୍ମିକ କାର୍ଯ୍ୟରେ ଆପଣ ଆଜି ରୁଚି ରଖିପାରନ୍ତି, ଯାହାଫଳରେ କି ଆପଣ ଧାର୍ମିକ କାର୍ଯ୍ୟରେ କୌଣସି ଦୂର ସ୍ଥାନକୁ ଯାତ୍ରା କରିବାର ଆପଣଙ୍କର ଆଜି ଯୋଗ ରହିଅଛି। ଆପଣଙ୍କର ପ୍ରତିଟି କାର୍ଯ୍ୟ ଆଜି ଶୁଭ ହେବା ସହିତ ସଫଳତା ପାଇବା ପାଇଁ ଯାଉଛନ୍ତି। ଏବେ ଆସନ୍ତୁ ଜାଣିବା ମୀନ ରାଶିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତିଙ୍କର ଶୁଭ ସମୟ ଚାଲିବାକୁ ଯାଉଅଛି। ଆଜିଠାରୁ ମୀନ ରାଶି ବ୍ୟକ୍ତିଙ୍କର ଶୁଭ ସମୟ ଚାଲିବାକୁ ଯାଉଅଛି, ଯାହାଫଳରେ କି ସେମାନେ ପ୍ରତିଟି କାର୍ଯ୍ୟରେ ଆଜି ହାତ ଦେଲେ ସଫଳତା ପାଇବାକୁ ଯାଉଛନ୍ତି। ଅଚାନକ କିଛି ଖୁସି ଖବର ଆପଣଙ୍କୁ ଆଜି ମିଳିପାରେ। କୋର୍ଟ କଚେରୀ ମାମଲାରେ ଆପଣ ଆଜି ସଫଳତା ପାଇପାରିବେ। ଆପଣଙ୍କର ଗୃହରେ ଲାଗି ରହିଥିବା ସମସ୍ୟା ଅତି ସହଜରେ ଆଜି ସମାଧାନ ହୋଇଯିବ। ସମାଜ ସେବାରେ ଆପଣ ଖୁବ ସୁନାମ ଅର୍ଜନ ମଧ୍ୟ ଆଜି କରିପାରନ୍ତି। କର୍ମ କ୍ଷେତ୍ରରେ ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବା ପାଇଁ ଯାଉଅଛି, ଯାହାଫଳରେ କି ଆପଣ ଅତ୍ୟନ୍ତ ଶାନ୍ତି ଲାଭ କରିବେ। ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆଜି ନୂତନ ପରିବର୍ତ୍ତନ ଦେଖାଦେବ। ଆପଣଙ୍କ ପରିବାରରେ ଲାଗି ରହିଥିବା ବାଧାବିଘ୍ନ ସବୁ ଦୂରେଇ ଯାଇ ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ପାଇବା ପାଇଁ ଯାଉଛି। ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ହେବା ସହିତ ମଙ୍ଗଳମୟ ମଧ୍ୟ ହେବା ପାଇଁ ଯାଉଅଛି, ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟିରୁ। ତ ବନ୍ଧୁଗଣ, ଏହି ସବୁ ଥିଲା 12ଗୋଟି ରାଶିଚକ୍ରଙ୍କର ଆଜି ଦିନର ଭାଗ୍ୟଫଳ। ଆଜି ଦିନଟି ଆପଣଙ୍କର କିପରି କଟିବେ, ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖି ଜଣାନ୍ତୁ। ତା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରନ୍ତୁ।